ବାଲାଜୀ ପେଣ୍ଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ। ବ୍ରହ୍ମପୁର ସହର ସ୍ଥିତ ହନୁମାନ ବଜାର ବାଲାଜୀ ପେଣ୍ଠ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମାତୃଭାଷା ପ୍ରୀତି ଆଧାରିତ ବିଭିନ୍ନ ସ୍ଲୋଗାନ ଦେଇ ସାହି ପରିକ୍ରମା କରିଥିଲେ। ପରେ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ରେଣୁକା ମଞ୍ଜରୀ ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସହକାରୀ ଶିକ୍ଷୟିତ୍ରୀ ରଶ୍ମିତା ମଞ୍ଜରୀ ପାଢ଼ୀ ଏବଂ ମେଘମାଳା ପଣ୍ଡା ଆମ ମାତୃଭାଷା ଆମ ଅସ୍ମିତା, ସ୍ୱାଭିମାନ, ଗର୍ବ ଓ ଗୌରବର ପ୍ରତୀକ ହେତୁ ତାହାର ପ୍ରତୁଳ ବ୍ୟବହାର ସହ ବିକାଶ ଓ ପ୍ରସାର ଆମମାନଙ୍କ ନୈତିକ କର୍ତ୍ତବ୍ୟ ବୋଲି ମତ ବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଅବସରରେ ମାତୃଭାଷାର ଉନ୍ନତି କଳ୍ପେ ଭାଷଣ ପ୍ରଦାନ କରିଥିଲେ। ପାଚିକା ସୁବାସିନୀ ପାତ୍ର ଏବଂ ରାମୁ ସମେତ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।